जप मन त्यागी सबु तुच्छ एक मन रे हरि नाम बिना रे हरि नाम बिना विफल जीवन मन हरि नाम
কোটি প্রাণ কোটি মোরা অশান্ত বুকুরে ভরি দিও অশান্ত বুকুরে ভরি দিও প্রশান্তির প্রীতি চন্দনা তুম শ্রীরঙ্গা চরণে মোর কোটি প্রণাম মোর কোটি প্রণাম তুম শ্রীরঙ্গা চরণে মোর কোটি প্রণাম মোর কোটি
Thank
Thank you.
परममय श्री श्री ठाकुर परमाराध्य जगत श्री श्री परम पूज्यपाद श्री श्री वर्धन परम पूज्यपाद श्री श्री आचार्य इष्ट परिवार सभी को शिक्षण करके निवेदन करें आज ये शुभ सत्संग उपस्थित पूज्य प्रधान महोदय उपस्थित उत पवित्र पांचन परिमंडली स्नामी मातृमणि गुरुमाता कनिकन पिला समस्त प्रीतिपूर्ण राय जयगुरु जनाए आज परम पिताଙ୍କର ସେହି शुभ ଭାଦ୍ରବ ମାସ ପରିକ୍ରମା ଏହି ସତ୍ସଙ୍ଗଟା ଆପଣ ଜାଣିଛନ୍ତି ଗତ 19 ତାରିଖ ଦିନ ପ୍ରଥମ ଦିବସ ପାଇଁ ପାଳନ କରାଯାଇଥିଲା କିନ୍ତୁ ପାଗର ପ୍ରତିକୂଳତା ପାଇଁ ଆମେ ତାହା କରିପାରିନଥିଲୁ। ଆମେ ଆଜି ଯେଉଁଠି ବସିଛୁ ସେଠି ପାଖାପାଖି 6 ଇଞ୍ଚ ପର୍ଯ୍ୟନ୍ତ ପାଣି ଜମି ଯାଇଥିଲା ଯେଉଁଥିପାଇଁ ଆପଣଙ୍କୁ ଖବର ଦିଆଯାଇଥିଲା ହେଇପାରିନଥିଲା କିନ୍ତୁ ଆଜି ପରମ ପିତା ଅନେକ ଦୟା କରିଛନ୍ତି ଯେ ଆମେମାନେ ସମସ୍ତେ ଏକତ୍ର ହୋଇପାରିଛୁ ଯେ यार सत्संग यार ଗୋଟେ କଥା ପ୍ରବାଦରେ ଅଛି ବାପା ଲଗାଇଲେ ତାଳ ଲୋକ ହେଲା କାଳ କିନ୍ତୁ ଆଜି ସେଇ ଜିନିଷଟା ମୋ ଜୀବନରେ ଉଲ୍ଟା ହେଇଯାଇଛି। ବାପା ସଂସାର ନାହାନ୍ତି କିନ୍ତୁ এই ସତ୍ସଙ୍ଗଟା ଆମ ବାପା ଥିଲେ ସମୟରେ ପ୍ରଥମ ଦିନ ହିଁ ବାପା ପାଳନ କରୁଥିଲେ ଆମ ପରିବାର ସତ୍ସଙ୍ଗ ଥିଲା। ବାପାଙ୍କୁ ଚାଲିଯିବା ପରେ ମୋ ପୂଜ୍ୟ ବଙ୍କା ଦରଦା ମୋତେ କୁହନ୍ତି ସେ କଥା ଯେ ସତ୍ସଙ୍ଗ କେମିତି ଚାଲିବ ଠିକଣା କ'ଣ କରାଯିବ। ପରବର୍ତ୍ତୀ ସମୟରେ କିନ୍ତୁ ମୋତେ ଅନେକ ସହଯୋଗ କରନ୍ତି ମୋ ଖଗେଶ ନନ୍ଦ ଭାଇ ନବୀନ ଭାଇ ଏବଂ ସେଇଟା 2012 ମସିହାରେ ଆରମ୍ଭ କରିଥିଲା। ଆମମାନେ ନିଜେ ନିଜେ ଭିତରେ ବ୍ୟାଙ୍କ ଭିତରେ ଏକ କଥା ଚାଲିଥିଲା କିନ୍ତୁ ଗତ ବର୍ଷ ପାଖରୁ ଆମମାନେ ଆପଣମାନଙ୍କୁ ଯୋଗାଯୋଗ କରିଛୁ ଏବଂ ବହୁ ମାତ୍ରା ଆପଣମାନେ ସହଯୋଗ କରିଛନ୍ତି ଆସିଛନ୍ତି ସତ୍ସଙ୍ଗ ଭୋଗ କରିଛୁ। ସେଇ ଜିନିଷଟା ହୁଏତ ମୋ ପରିବର୍ତ୍ତନ ଭଲ ପାଇଲି ପରିବର୍ତ୍ତନ ଧରି ସାରିଲି। ଯେମିତି 1940 ମସିହାରେ ଠାକୁର ଗୋଟେ କଥାରେ କହୁଛନ୍ତି ଜଣେ ବିଶିଷ୍ଟ ଓକିଲ ମହାଶୟ ସତ୍ସଙ୍ଗରେ କ'ଣ କାର୍ଯ୍ୟକଳାପ ହେଉଛି ତାହା ଜାଣିବା ପାଇଁ ସତ୍ସଙ୍ଗ ଆସନ ଠାକୁର ପାଖରେ ରୁହନ୍ତି କିଛି ଦିନ ବିତାନ୍ତି। ସେଇ ଭିତରେ ସେ ଦେଖନ୍ତି ଭାବନ୍ତି ଯେ ସେ ଗୁରୁ ଭାଇ ସେଥିପାଇଁ ଆଶ୍ରମିକ ମାନଙ୍କର କିଛି ଚରିତ୍ର ଠାକୁର ପାଖରେ କହେ ଠାକୁର ମଧ୍ୟ ମୋତେ ବହୁତ ପ୍ରଶଂସା କରି ବହୁତ ଆନନ୍ଦିତ ହେବେ। ସିଏ ଠାକୁର ପାଖରେ ଯାଇ କୁହନ୍ତି ଯେ ଠାକୁର ଆପଣ ପାଖରେ ଯେଉଁମାନେ ଆଶ୍ରମିକ ଅଛନ୍ତି ସେମାନେ ଏଇଭଳିଆ ଚରିତ୍ରର। ଠାକୁର କହୁଛନ୍ତି ଯଦି ତୁମେ ମୋ ପୁଅ ହେଇଥାନ୍ତ ତୁମେ ଯଦି ମୋ ପୁଅ ହେଇଥାନ୍ତ ଏବଂ ତୁମେ ଯଦି ଅପାହି ହେଇଥାନ୍ତ ତାହେଲେ ମୁଁ ତୁମକୁ ଅନିହାତିରେ ପକେଇ ପାରିଥାନ୍ତି। ସେତେବେଳେ ସେ କହିଥିଲେ ଆଇ ଏମ୍ ଦ ଫୁଲିଶ୍ ଫାଦର ଅଫ୍ ଫଲେନ୍ ସନ୍ 1940 ମସିହାରେ। ସେଥିପାଇଁ ସେତେବେଳେ ସେ କହିଲେ ଯେ ଗୋଟେ ମଣିଷ ପାଇଁ ଗୋଟେ ସାମ୍ରାଜ୍ୟ ତ୍ୟାଗ କରିପାରେ ଗୋଟେ ମଣିଷ ଛାଡ଼ି ପାରିବେ ନାହିଁ। ଆଜି ଦେଖନ୍ତୁ 1888 ମସିହା ସେପ୍ଟେମ୍ବର 14 ତାରିଖ ଶୁକ୍ରବାର 30 ଭାଦ୍ରରେ ଠାକୁରଙ୍କ ଜନ୍ମ ଆଜି ପର୍ଯ୍ୟନ୍ତ ସତ୍ସଙ୍ଗ ପରିବର୍ତ୍ତିତ ଭାବରେ ବଢ଼ି ଚାଲିଛି। ବୋଧହୁଏ କିଛି କିଛି ପରିବାରରେ ପଞ୍ଚମ ପିଢ଼ି ଷଷ୍ଠ ପିଢ଼ି ପର୍ଯ୍ୟନ୍ତ ଠାକୁର ଜାଗା ଶୁଣାଣି। ତେଣୁ ଇଏ ହେଉଛି ପରମ ପିତାଙ୍କ ଦୟା। ଆମେମାନେ ତାଙ୍କୁ କେତେ ଭଲ ପାଇବା ତାଙ୍କୁ ଆମେ କେତେ ୟାଦ କରିବା ସେ ଆମକୁ ଦୟା କରିବେ ସେ ଆମ ଉପରେ ନିର୍ଭର କରେ। ଆସନ୍ତୁ ଏହି ପରିପ୍ରେକ୍ଷୀରେ ଆମେ ସମସ୍ତେ ପୁଣି ତାଙ୍କର ସେ ଜୟଗାନରେ ମାତି ଉଠିବା କହିଉଠିବା ବନ୍ଦେ ପୁରୁଷ यदा यदा हि धर्मस्य ग्लानिर्भवति भारतः अभ्युत्थानमधर्मस्य तदात्मानं सृजाम्यहं परित्राणाय साधूनां विनाशाय च दुष्कृतां धर्म संस्थापनार्थाय संभवामि युगे युगे। ए कथाटी श्री कृष्ण अर्जुन को कहते कुरुक्षेत्र रे अरे अर्जुन टिके सुन जेतेबेले ना अधर्म वृद्धि करे धर्म धीरे धीरे कमी जाए लोकଙ୍କ ମଧ୍ୟରେ ସେତେବେଳେ ମୁଁ ଜନ୍ମ ହୁଏ ତାଙ୍କ ମଧ୍ୟରେ ଯେଉଁ ଅଧର୍ମ ଅଛି ତାକୁ ବିନାଶ କରିକିନା ଧର୍ମର ସ୍ଥାପନା କରିଛି ପରେ ଆଜି ଆମ ସମ୍ମୁଖରେ ଶ୍ରୀ ଠାକୁର ରୂପଚନ୍ଦ୍ରଙ୍କ ରୂପରେ ଶ୍ରୀ ଭଗବାନ ନାରାୟଣ ଆସିଛନ୍ତି। ଗୋଟେ କଥା କହିବି ମୋର ବକ୍ତବ୍ୟ ସାଙ୍ଗ କରିବି। ଥରଟିର କଥା ଗୋଟେ ଗୁରୁ ଭାଇ ଯିଏକି ଓଡ଼ିଶାର ଗୁରୁ ଭାଇ ତାଙ୍କର ନାଁ ଅଛି ବିକାଶ ଦା। ସେ ଯାଇଥିଲେ ଠାକୁରଙ୍କ ପାଖକୁ ଯାଇଥିଲେ ଠାକୁରବାଡ଼ି ଯାଇଥିବା ସମୟରେ ଠାକୁର ପଚାରିଲେ ଆରେ ବିକାଶ ଦା ଶୁଣିଲୁ ତୁ କୋଉଠୁ ଆସିଛୁ? ବିକାଶ ଦା କହୁଛନ୍ତି ଠାକୁର ମୁଁ ଓଡ଼ିଶାରୁ ଆସିଛି। ଠାକୁର ଆନନ୍ଦରେ କହିଛନ୍ତି ଆରେ ଠିକ୍ ଅଛି ତାହେଲେ ଗୋଟେ କଥା କହିଲୁ ସେଠି ତୋର ସବୁଠୁ ଭଲ ଖାଦ୍ୟ କ'ଣ? ସେତେବେଳେ ବିକାଶ ଦା ଟିକେ ଭାବିକିନା କହିଲେ ଠାକୁର ମୋତେ ଲାଗୁଛି ସେଠି ଭଲ ଖାଦ୍ୟ ରସଗୋଲା ବୋଧେ। ଦେଇକିନା ଠାକୁର କହିଲେ ହଉ ଠିକ୍ ଅଛି
आरथर आसीबो बेले मो पई किछि रसगुल्ला नहीं आसीबो देखना विकास ता खूब आनंद रे जानती ताको घर जाय कि ना नेक्स्ट जो ठाकुर बाड़ी आसीबे ता प्रति से भावु थांती केबे जीवी केबे लागियो ठाकुर को डरी तेणु से कोन करले ना धने समय आछि किछि मास परे से ठाकुर बाड़ी जीवार आछि समय तो सेटा बेले से गोटे दुकान को गले और कहले भाई किछि रसगुल्ला पैक कर दियो से भाई टी कहले हो ठीक अछि तो से दुकान में से भाई टी रसगुल्ला पैक कर किना देले हमको एक ना से विकास दा जाय छंती रसगुल्ला नहीं किना बस स्टैंड को सेटा बेले कोन हला ना से भाई बसवारो आवाज लगे छंती अरे सुन सुन से सुनिले कारण बस फेली जाथंता तेणु से कोन करले ना पळेले ठाकुर बाड़ी पढ़े सारी किना जो ठाकुर छंती से खुशी किना कहले अरे विकास ता तू आसीछु मो भाई कोन आनिछु देखना विकास ठाकुर आपन को कहवा अनुसार हम आपन को किछि रसगुल्ला आनिछि ठाकुर खूब खुशी छंती कहछंती हो ठीक अछि जा बड़दा को पाकु जा ताको ए रसगुल्ला गुडी को देखना आनिबो आसीबो तो सेटा बेले आसुनी से विकास दे जाय छंती बड़दा को पाकु बड़दा कहछंती हो ठीक अछि मु ठाकुर को भगवान लागिवा में प्रयास करी तुमे जाओ एठो विकास दा खूब आनंद रे छंती देखिबा एथरो मोर भग ठाकुर खाइबे की खुशी की आनंद सेटा बेले विकास दा एकना ठिया छंती ठाकुर को भग लागिछि ठाकुर जा गोटे गोटे कर भग देखु छंती किंतु से रसगुल्ला पहुंची थे नाही से बड़दा को डाकिले कहले अरे बड़दा सुनिलु सेटा बेले बड़दा आसी कहले आज्ञा ठाकुर देखना ठाकुर कहले अरे से विकास दा आथरा रसगुल्ला कोन भगरे लागिनी मोर देखना से कहले ना ठाकुर रोन आनी दउछु देखना बड़दा देखना आनिले रसगुल्ला बड़ी बड़दा टिके चुप रहिथिले तो ठाकुर आराम रे खाइले रसगुल्ला बड़ी को आह बहुत सुंदर लागिछि एहा कोई ठाकुर खूब आनंद रे खाउछंती रसगुल्ला बड़ी को एता बेले खाउछंती सेता बेले बड़दा कोन करछंती ना सेई मध्ये गोटे रसगुल्ला खाइछंती बड़दा थू थू किना थुकी दैछंती कहछंती अरे एठी तो चीनी ही नाही मु कोन करबी ना ठाकुर तो खाइ देले देखना बड़दा देखना बाहर विकास दा को कहछंती अरे विकास दा सुनिलो विकास दा खूब गाली दैछंती देखुनो ठाकुर खाउछंती जो रसगुल्ला से टिके चीनी नाही ठाकुर किपरि खाउछंती देखना बड़दा देखना ठाकुर को कहछंती ठाकुर दया आपण ती केमती खाइ देले एठी तो चीनी नाही तबे ठाकुर कहछंती देख बड़दा ये मो पय केते श्रद्धा रे किना ओडिसा रे किना केते कष्ट रे किना रसगुल्ला आनिछि तार मन रे अछि जे मु खाइबी से खूब आनंद रे थिला तू ताको काई की कहिलो एहा देखि जो हमर विकास दा थिले से कांदी पकाइले से कहले मु ठाकुर को पय एते बड़ भूल कर देली ठाकुर को एपरे रसगुल्ला कहले जे चीनी नाही एहा देखि हमर विकास दा मध्ये बहुत कांदिले सेता बडे बड़ मा आसी किना विकास दा को बुझेला अरे विकास दा सुन कांदिनी तोर भक्त तोर जो मीठा बडा थिला सेटा मानुची सेठी चीनी नाही किंतु तोर भक्ति को ठाकुर ग्रहण करछंती सेठी पय तो खाइछंती आजि काली कोटि कोटि युवकों को मध्य डीपी वर्क चलिछि अर्थात डीपी वर्क माने एहा नै जे ठाकुर को कथा गुटे करो आ गुटे घर को जीव डीपी वर्क अर्थात एहा जे आमे हमर जो परिवार किबा हमर जो पड़ोसी अछंती तांको जाई तांकर परिचय पचारिबा माने समाने किपरि अछंती कोन करछंती तांको कथा मध्य रे हमर बॉन्डिंग भाई हमर बहुत सुंदर भाबरे आलोचना करले विभूति भाई से भाई कृष्ण को विषय बुझेले स्थापना विषय बुझेले हमर गोटे मात्र उद्देश्य सत्संग कोन पई हुए सत्संग रो उद्देश्य कोन सत्संग आमे कोन पई हासु वर्तमान आमे किछि दिन पूर्व अविंदा पाखे थिलु अविंदा कहउछंती पूर्व जा घटिछि ता कथा भूली जा वर्तमान कथा चिंता करो आमे सत्संग आसीने हबन आमे सहित आमे अन्यमान को आनिया दरकार काइना वर्तमान जेनेरेशन जो माने सत्संग आसुछंती से माने ठाकुर कोन बड़मा कोन बड़दा कोन जानि नांती से माने फॉलो करछंती काहू ना आम मानको आमे ठाकुर को धरकी आगे चुकेते बाटो आम भितरे ठाकुर गुण केते अछि आमे ठीक भाबरे इष्टबुद्धि करूछु कि नाही ठीक भाबरे नाम ध्यान करूछु कि नाही ठीक भाबरे आमे ठाकुर कथा मानि चलछु कि नाही सेथि पय अविद्या बोलछंती कहले तोते एक तू एकला जे कि चाह कि न होबन तो सहित पांच जन को नेक चाह पि हबो तो सेई मान को नेक्स्ट टाइम सत्संग को डाकिया काई हबो ताको स्नेह रे आदर रे जत्न रे ताको सहित भालोबासा करी मिस्ते हबो ताने सत्संग आगेबो सत्संग नाही जे हां आसीबे जयगुरु करदे खाइबे पळे ना सेटा नै चिन्ह को ठाकुर की मो ठाकुर की जदि मोर बाबा जे एते सुंदर मोर गोविंद एते सुंदर ता मो ठाकुर केते सुंदर बिनथि
ସେଇ କଥା ଭାବିବା ପାଇଁ ହେଲେ ଆମକୁ ଠାକୁରଙ୍କ ସହିତ ଜଡ଼ିତ ହେବ। ଠାକୁର ଦେଇଛନ୍ତି 5ଟା ନୀତି, ଆମେ ସେଇ 3ଟା ନୀତି ରହିଲେ ଘର ହବନି। ଆମକୁ 5ଟା ନୀତି ସ୍ୱସ୍ତୟିନୀ ନିହାତି ଦରକାର। ଅବିନ୍ତା କହୁଥିଲେ ଖାଲି ଦୀକ୍ଷା ହବନି, ସ୍ୱସ୍ତୟିନୀ ଦରକାର। କାହିଁକି ନା ଆମେ ଯେତେବେଳେ ଛୋଟବେଳେ ମା ବାପା କହୁଥିଲେ, ଦାଦାମାନେ ଆସିକି ସ୍ୱସ୍ତୟିନୀ ନିଅ, ସେତେବେଳେ ବାପା ମା କହୁଥିଲେ ନା 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 ଏବେ ନାହିଁ, ମୋ ଛୁଆ ବାହାରେ ପାଠ ପଢ଼ିବ, କେତେ ପ୍ରକାର କ'ଣ ନିୟମ ଅଛି, ଆଉ ସେ ଏବେଠୁ ସ୍ୱସ୍ତୟିନୀରେ ଖାଇବ କ'ଣ? ସେଇଠି ବାପା ମା ତାର ସର୍ବନାଶ କରିଦେଲେ। କାହିଁକି ନା ସେ ଯେତେବେଳେ ବାହାରେ ପଡ଼ିଲା, 12 ଆକର ଆହାର ତା ପାଟିରେ ଗଲା, ସେତେବେଳେ ସେ ସ୍ୱସ୍ତୟିନୀ ନେବନି। ସେତେବେଳେ ତ ପିଲା ବାହା ହେଇକି ଆସିବ, ସ୍ତ୍ରୀ ପିଲା ଅଲଗା ରୋଷେଇ କରି ଖାଇବେ, ବାପା ମା ଅଲଗା ରୋଷେଇ କରି ଖାଇବେ। ଯେତେବେଳେ ବାପା ମାଙ୍କୁ ପଚାରୁଛ ନା କାହିଁକି ନା ଆମେ ସ୍ୱସ୍ତୟିନୀ ନେଇଛୁ, ସେ ସ୍ୱସ୍ତୟିନୀ ନେଇନି, ତାର ଉଦ୍ଦେଶ୍ୟ ଆମେ ମାନେ ସର୍ବନାଶ କରୁଛୁ। ସେଥିପାଇଁ ସତ୍ସଙ୍ଗ ହବାକୁ ହେଲେ, ସତ୍ସଙ୍ଗୀ ହବାକୁ ହେଲେ ପ୍ରତ୍ୟେକ କଥାଟା ଆମେ ଠାକୁରଙ୍କର ମାନିକି ଚଳିବା। ଭଗବାନ କୃଷ୍ଣ ଛିଡ଼ା ହେଇଛନ୍ତି ନଦୀ କୂଳରେ, ସଖା ଅର୍ଜୁନ ଯାଇକି ପଚାରୁଛନ୍ତି ଯେ ପ୍ରଭୁ ଏଠି ଛିଡ଼ା ହେଇଛ କ'ଣ ପାଇଁ? ନା ଏଇ ନଦୀଟା ଯେତେବେଳେ ଶୁଖିବ ମୁଁ ସେପଟକୁ ଯିବି। ସେଠୁ ସଖା ଅର୍ଜୁନ ହସୁଛନ୍ତି, ହସି କହୁଛନ୍ତି ନଦୀ କେବେ ଶୁଖିଲାଣି? ନଦୀ ଯେ ଶୁଖିବ, ନଦୀ ଚାଲିଥିବ, ନଦୀ କେବେ ବନ୍ଦ ହବନି। ତୁମକୁ ଯଦି ସେପଟକୁ ଯିବା ପାଇଁ ହବ ତାହେଲେ ତୁମକୁ ବାଟ ଖୋଜିବା ପାଇଁ ପଡ଼ିବ। ଭଗବାନ କୃଷ୍ଣ ହସି ଦେଇ କହୁଛନ୍ତି ସେଇଟା ତ ମୁଁ ଚାହେଁ, ସେଇଟା କର୍ମ ଚାଲିଛି, କର୍ମ ବନ୍ଦ ହବନି। କର୍ମ ଭିତରୁ ବାହାର କରିକି ଆମକୁ ସତ୍ସଙ୍ଗ ଆସିବା ପାଇଁ ପଡ଼ିବ। ସତ୍ସଙ୍ଗ ହେଲା ମଣିଷ ତିଆରି କାରଖାନା। ଏଠି ସତ୍ସଙ୍ଗ ନ ଆସିଲେ କିଛି ହବନି। ଯଦି ଏ ସଂଘ ତମର ହବନି ବ୍ୟର୍ଥ, ହବନି ତୁଚ୍ଛ। ମତେ ସବୁଦିନ ସକାଳୁ ଉଠିବା ପାଇଁ ପଡ଼ିବ, ମୁଁ ନୁହେଁ ମୋ ପରିବାର, ମୋ ପିଲା ଛୁଆ, ତାହେଲେ ସତ୍ସଙ୍ଗ ଠିକ୍ ଚାଲିବ, ନହେଲେ ହବନି। ତାହେଲେ ଥରେ এইটা আমার লাস্ট, তারপরে বন্ধ କରିଦେବି। ଗୋଟେ ଗୁରୁ ଆଉ ଗୋଟେ ସନ୍ନ୍ୟାସ ମାନେ ଶିଷ୍ୟ ଥରେ ଯାଉଛନ୍ତି ତୀର୍ଥ ଭ୍ରମଣ କରିବା ପାଇଁ। ତୀର୍ଥ ଭ୍ରମଣ କରିବା ପାଇଁ ଯାଉଛନ୍ତି, ନଦୀ ବାଟରେ ଯାଉଛନ୍ତି, ହଠାତ୍ ଦେଖିଲେ ଗୋଟେ ଧୀବର ପିଲା ବସିକି ମାଛ ମାରୁଛି। ତ ଏଇ ଯେଉଁ ଶିଷ୍ୟ କହିଲା ମୁଁ ସତ୍ସଙ୍ଗରେ ଶୁଣିଥିଲି ଜୀବ ହତ୍ୟା କଲେ ମହାପାପ, ତ ଏଇ ଯେଉଁ ଧୀବର ପିଲାଟା ବସିକି ମାଛ ମାରୁଛି, ତାକୁ ଯଦି ଯାଇକି ମୁଁ ମନା କରିବି ହୁଏତ କେତେ ଜୀବନ ବଞ୍ଚିଯିବ। ସେ ଗୁରୁ ପଛରେ ନ ଯାଇକି ସେ କ'ଣ କଲା ନା ଧୀବର ପିଲା ପାଖକୁ ଚାଲିଲା। ଯେତେବେଳେ ଧୀବର ପିଲାକୁ ଯାଇକି କହୁଛି ବାବା ତୁ ଯେଉଁ ମାଛ ମାରୁଛୁ ଜୀବ ହତ୍ୟା ମହାପାପ, ତୁ ସେଠୁ ପଳେଆ, ଯେତିକି ମାଛ ଧରିଛୁ ଛାଡ଼ିଦେ। ସେ ଯେଉଁ ଧୀବର ପିଲାଟା ବସିଥିଲା, ସେ ମାନେ ସେ ବଞ୍ଚି ଫେଙ୍କି ଦେଇକି ଆସି କହୁଛି ତୁ ଗୁରୁ ପଛରେ ଯିବା ଲୋକ, ତୁ କ'ଣ ମତେ ଆସିକି ଉଦ୍ଦେଶ୍ୟ ଦେଉଛୁ କିରେ? କହିକି ତାଙ୍କ ଭିତରେ ବଚସା ହେଲା। ହେଇতে କଥାଟା କେତେ ଜୋର ହେଲା, ବାଡ଼ିଆ ବାଡ଼ି ଗୋଟେ କଥା ଚାଲିଗଲା। ଯେତେବେଳେ ସେ ଧୀବର ପିଲାଟା ଗୋଟେ ବାଡ଼ି ଉଠେଇଛି ଶିଷ୍ୟକୁ ପିଟିବା ପାଇଁ, ହଠାତ୍ ଗୁରୁ ପଳେଇ ଆସୁଛନ୍ତି, କହୁଛନ୍ତି କ'ଣ ହେଲା? ନା ନା ସେ ମାଛ ମାରୁଥିଲା, ମୁଁ ତାକୁ ଯେତେବେଳେ ମନା କଲି ସେ ମୋତେ ପିଟିବା ପାଇଁ ଉଠଉଛି। ସେଠୁ ଗୁରୁ କହିଲେ ଦେ ପ୍ରେମରେ ବୁଝେଇବୁ କିନ୍ତୁ ଜାହିର କରିପାରିବୁ ନାହିଁ। ଆମର ଉଦ୍ଦେଶ୍ୟ ନାହିଁ କାହାକୁ ଜାହିର କରିବା, ପ୍ରେମରେ କହିବା। ଯଦି ଶୁଣିଲା ଭଲ କଥା, ଯଦି ନାହିଁ ପଳେଇ ଆସିବୁ, ଜୟ ଗୁରୁ କହିଦେବୁ, ଚାଲି ଆସିବୁ। ତାର ଦଣ୍ଡ ଈଶ୍ୱରୀୟ ଦେବେ, ଈଶ୍ୱରୀୟ ଦଣ୍ଡ ସେ ଭୋଗିବ। କହିକି ଧୀବର ପିଲା ମାଛ ମାରିଲେ, ଗୁରୁ ଶିଷ୍ୟ ପଳେଇଗଲେ। ତ କିଛି ବର୍ଷ ଗଲା ପରେ ଯେତେବେଳେ ସେ ଶିଷ୍ୟ ଗୁରୁ ଫେରୁଥାନ୍ତି, ହଠାତ୍ ଦେଖିଲେ ଗୋଟେ ସାପଟେ ମଲା ଭଳିଆ ପଡ଼ିଛି, ତାକୁ ପିମ୍ପୁଡ଼ି ସବୁ ଖାଉଛନ୍ତି। ତ ଏ ଶିଷ୍ୟ କହିଲା ସେ ସାପଟାକୁ ମୁଁ ଏଠୁ ଫିଙ୍ଗିଦେବି, ହୁଏତ ସେ ବଞ୍ଚି ଯାଇପାରେ। ତ ଗୋଟେ ବାଡ଼ି ନେଇକି ଯେତେବେଳେ ସେ ସାପ ଦେହରେ ପଶେଇଛି, ତ ଗୁରୁ କହିଲେ କ'ଣ କରୁଛୁ? ନା ଆପଣ ସେଦିନ ସତ୍ସଙ୍ଗରେ କହିଥିଲେ ପୁରା ଜୀବଦାନ, ଜୀବକୁ ଦୟା କଲେ ଭଗବାନ ଖୁସି ହୁଅନ୍ତି। ନା ହଁ ନା ଏଇଟା କହିଲେ ମୁଁ ସେପଟେ ପକେଇଦେବି, ତାହେଲେ ହୁଏତ ଭଗବାନ ମୋ ଉପରେ ଖୁସି ହେବେ। କହିଲେ ତୁ ଜାଣିଛୁ ନା ଆମେ କିଛି ବର୍ଷ ଗୋଟେ ଏଇପଟେ ଯାଉଥିଲୁ? ନା ହଁ। ନା ତୋର ଗୋଟେ ଧୀବର ପିଲା ସହିତ ଝଗଡ଼ା ହେଇଥିଲା? ନା ହଁ। ନା ଏଇ ଯେଉଁ ସାପଟା ଦେଖୁଛୁ ଇଏ ହେଲା ସେ ଧୀବର ପିଲା। ଆଉ ଆକୁ ଯେଉଁ ପିମ୍ପୁଡ଼ି ଖାଉଛନ୍ତି, ପିମ୍ପୁଡ଼ି ନୁହେଁ, ସେ ଯେତିକି ତା ଜୀବନ ବର୍ଷ ଭିତରେ ମାଛ ଖାଇଛି, ସେ ମାଛ ସବୁ ପିମ୍ପୁଡ଼ି ହେଇକି ତାକୁ ଖାଉଛନ୍ତି। ଆମ ଜୀବନଟା ସେଇଆ, ଆମ ଜୀବନଟା ସେଇଆ। ଆମେ ଠାକୁରଙ୍କୁ ଧରିଛୁ କିନ୍ତୁ ଠିକ୍ ଭାବରେ ନାମ ଧ୍ୟାନ ନାହିଁ, ଠିକ୍ ଭାବରେ ପ୍ରାର୍ଥନା ନାହିଁ, ଠିକ୍ ଭାବରେ କାହା ପ୍ରତି ଭଲ ପାଇବା ନାହିଁ, ଶ୍ରଦ୍ଧା ନାହିଁ। ସେଇଟା ଆଗେ ଅବିଦ୍ୟା କହୁଛନ୍ତି। ବର୍ତ୍ତମାନ ଜେନେରେସନ ଠାକୁରଙ୍କୁ ଦେଖେନି, ଆମମାନଙ୍କୁ ଦେଖେ। ତ ଆମେମାନେ ଯଦି ଠିକ୍ ରହିବା ତାହେଲେ ସତ୍ସଙ୍ଗ ଠିକ୍ ରହିବ। ଆମମାନଙ୍କ ଭିତରେ ତାଳ ଠିକ୍ ନ ରହିବ, ସବୁ ବେତାଳ ହେଇଯିବ। ସେଥିପାଇଁ ଆମକୁ ସମସ୍ତେ ସାଙ୍ଗରେ ସତ୍ସଙ୍ଗ ନେଇକି ଯିବା ପାଇଁ ପଡ଼ିବ। ଆମେ ଗଲେ ହବନି, ସମସ୍ତଙ୍କୁ ନେଇକି ଆସିବାକୁ ପଡ଼ିବ। ମୋ ପରିବାର, ମୋ ପିଲା ଛୁଆ, ମୋ ସାହି ପଡ଼ିଶା, ତାହେଲେ ଠାକୁର ଖୁସି ହେବେ। ଠାକୁର ଚାହାନ୍ତି ମଣିଷ, ଆଉ କିଛି ନୁହେଁ। କୋଟି କୋଟି ଟଙ୍କା ଦେଲେ ଠାକୁର ଖୁସି ହୁଅନ୍ତି, ଲକ୍ଷ ଲକ୍ଷ ଟଙ୍କା ମନ୍ଦିର କରିଦେଲେ ଠାକୁର ଖୁସି ହୁଅନ୍ତି। ଠାକୁର କହିଛନ୍ତି 10ଟା ଲୋକଙ୍କ କତର ମୋ କଥା ପହଞ୍ଚିବ, 10ଟା ଲୋକ ଯଦି ମୋ କଥା ଶୁଣିବେ ତାହେଲେ ମୁଁ ଖୁସି। ଆଉ ପ୍ରତ୍ୟେକ ଦିନ ଯଦି ଦୀକ୍ଷା ହବ, ଠାକୁରଙ୍କର ପ୍ରଥମ ଭୋଗ, ଆଉ କିଛି ନୁହେଁ। ଠାକୁର ହେଲେ ମଣିଷ କାଙ୍ଗାଳି। ଏତିକି ରହୁଛି। ରମାନାଥ ଜଗତଜନନୀ ଶ୍ରୀ ଶ୍ରୀ ବଡ଼ ଯୁଗାଚାର୍ଯ୍ୟ ଶ୍ରୀ ଶ୍ରୀ ବଡ଼ଦାର ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟଦେବ ପୂଜ୍ୟ ନବୀନ୍ଦା ଠାକୁର ପରିବାର ସମସ୍ତଙ୍କୁ ଏଠାରେ ଉପସ୍ଥିତ ଥିବା ଏ ଯେଉଁ ସତ୍ସଙ୍ଗରେ ସମସ୍ତଙ୍କର
ଋତିକ ଦେବତାଗଣ ଏବଂ ପାଞ୍ଜଧାରୀ ଭାଇମାନେ, ଗୁରୁ ଭାଇ, ସମସ୍ତ ମା, ସମସ୍ତ ଛୋଟ ପିଲାଙ୍କ ଉଦ୍ଦେଶ୍ୟରେ ମୋର ପ୍ରତିଭା ରାଜ ରହିବ। ଏଠାରେ ମୋତେ ମୁଁ ତ ରାଇରଙ୍ଗପୁରରୁ ମାନେ ଗୋଟେ ବର୍ଷ ହେଲା ଆସିଲିଣି, କିନ୍ତୁ ଫାର୍ଷ୍ଟ ଟାଇମ୍ ସତ୍ସଙ୍ଗ ଆସୁଛି। ତ ମୋର ବି ଦୀକ୍ଷା ହେଇଗଲାଣି ପାଖାପାଖି 2020 2018ରେ ଦୀକ୍ଷା ନେଲି। ତ ସତ୍ସଙ୍ଗ ବହୁତ ଯାଇଛି, କିନ୍ତୁ ଆଜିର ଏଇ ଯେଉଁ ବାତାବରଣ, ଏଇ ଯେଉଁ ପରିସ୍ଥିତି ଆଜି ମୁଁ ଅନୁଭବ କରିପାରୁଛି କି ଏଇ ସତ୍ସଙ୍ଗଟା ଆକ୍ଚୁଆଲି ଠାକୁରଙ୍କର ଦୟାରେ ହେଇଛି। କାହିଁକି ନା ସବୁ ତ ଠାକୁରଙ୍କର ଦୟାରେ, କାହିଁକି ନା ଏଇଟା ବୁଧବାର ଦିନ ହବାର ଥିଲା। ଭାବନ୍ତୁ ସେଦିନ କିଛି ତ ଗୋଟେ ଅସୁବିଧା ହେଇଛି, ବର୍ଷା ହେଲା ପ୍ରବଳ। ଆଜି ବର୍ଷା ହଉଥିଲା ସକାଳେ, ଆମେ ଭାବୁଥିଲୁ କେମିତି କ'ଣ ସତ୍ସଙ୍ଗ ହବ, କିନ୍ତୁ ଆଜିର ଏଇ ଯେଉଁ ପରିବେଶ, ଏଠି ଯେଉଁ ସୃଷ୍ଟି ହେଇଛି ସମସ୍ତଙ୍କର ଭଗବାନଙ୍କ ଦୟାରୁ, ସମସ୍ତଙ୍କର ସହଯୋଗରେ ଯେଉଁ ସୁନ୍ଦର ଭଜନ କୀର୍ତ୍ତନ, ଆମର ସଙ୍ଗୀତ କୋରସ୍ ସବୁ ଏତେ ସୁନ୍ଦର ଲାଗିଲା ମୋତେ। କୀର୍ତ୍ତନ ବହୁତ ସୁନ୍ଦର ଲାଗିଲା। ମାନେ ଦେଖନ୍ତୁ, କୀର୍ତ୍ତନ ଗୋଟେ ଏମିତିକା ଜିନିଷ ସମସ୍ତଙ୍କ ଦେହରେ ଏନର୍ଜି ଭରିଦିଏ। ମାନେ ସମସ୍ତଙ୍କୁ ଡେଇଁବାକୁ ବାଧ୍ୟ କରେ, ସମସ୍ତଙ୍କ ଦେହରେ ଏନର୍ଜିର ସ୍ରୋତ ଭରିଦିଏ। ତ ସେଥିଲାଗି ଭଗବାନ ଆମର ଠାକୁର ସେ ଆମକୁ ସତ୍ସଙ୍ଗରେ ସବୁଦିନ ସପରିବାର ଯିବା କହିଛନ୍ତି। ଯେମିତି ଆମ ଭାଇ କହୁଥିଲେ, ମୋର ଯେଉଁ ସାନ ଭାଇ କହୁଥିଲେ କୃଷ୍ଣଙ୍କ କଥା, ଆମର ଭାଇ କହୁଥିଲେ କି ଅବିନ୍ଦା କ'ଣ କହିଛନ୍ତି। ଅବିନ୍ଦା ଆମର ଏଇ ଯେଉଁ ଯୁବ ସମାଜକୁ ନେଇକି ଆଗକୁ ବଢୁଛନ୍ତି। କାହିଁକି ନା ଆମର ଯୁବକମାନେ ହେଉଛନ୍ତି ଆମ ଦେଶର ଭବିଷ୍ୟତ। ସେମାନେ ଯେତେ ଶିଖିବେ ଠାକୁରଙ୍କୁ, ସେମାନେ ଯେତେ ଜାଣିବେ, ଆଗାମୀ ଭବିଷ୍ୟତ ସେତିକି ଠାକୁରଙ୍କୁ ଦେଖିବ। କାହିଁକିନା ଠାକୁର ଆମ ଗହଣରେ, ଆମ ହୃଦୟରେ ଅଛନ୍ତି। ତାଙ୍କର ପରିବାର ଯେଉଁ ଆମର ଆଚାର୍ଯ୍ୟ ଦେବ ଅଛନ୍ତି, ସମସ୍ତେ ଅଛନ୍ତି, ତାଙ୍କ ମାଧ୍ୟମରେ ଆମେ ଜାଣୁଛେ ଠାକୁର କେମିତି ହେଇଥିବେ। ତ ସେମିତି ଆମେ ଯେମିତି ଆଚରଣ କରିବା, ଆମେ ଯେମିତି ବ୍ୟବହାର କରିବା, ଆମର ଆଗାମୀ ପିଢ଼ି, ଆମର ପିଲାମାନେ କିମ୍ବା ଆଜିର ଏଇ ଯୁବ ସମାଜ, ସେମାନେ ଦେଖିକି ଶିଖିବେ କି ଆଙ୍କର ବ୍ୟବହାର ଯଦି ଏତେ ଭଲ, ତ ଇଏ କ'ଣ କରୁଛନ୍ତି। ତ ତାଙ୍କୁ ପଚାରିବେ। ଏମିତି ବହୁତ ଜାଗାରେ ବି ହେଇଛି। ଗୋଟେ ଉଦାହରଣ ଦେବି। ଜଣେ ଧ୍ରୁବ ଭାଇ ବୋଲି, ଜଣେ ମୁଁ କାଲି ସେଟା ପଢୁଥିଲି ଗୋଟେ ବହି, ଜଣେ ଧ୍ରୁବ ଭାଇ ଆମର ଗୁରୁ ଭାଇ ଥିଲେ ଶିଲଂର। ସିଏ ଠାକୁରଙ୍କୁ ଦେଖିକି ସିଏ ମାନେ ନିଜର ମନରେ ଆସିଲା କି ଇଏ କ'ଣ, ଯେତେବେଳେ ପଚାରେ ଜଣେ ଆମର ଋତିକ ଦେବତା କହିଲେ କି ଇଏ ହେଉଛନ୍ତି ଠାକୁର। ତ ଠାକୁର ଯେତେବେଳେ ସେ ଜାଣିଲେ, ସେ ତାଙ୍କର ଦୀକ୍ଷା ନେଲେ। ସିଏ ତାଙ୍କର ବି ଇଚ୍ଛା ଥିଲା କି ମୋ ମା ବି ଦୀକ୍ଷା ନିଅନ୍ତୁ। ତ ସେ 3-4 ମାସ ବହୁତ ଚେଷ୍ଟା କଲେ, ତାଙ୍କ ମାଆକୁ ବୁଝେଇବାକୁ ଚେଷ୍ଟା କଲେ, କିନ୍ତୁ ମା ପ୍ରଥମେ ବୁଝିନଥିଲେ। ଯେତେବେଳେ ସେ ପ୍ରତ୍ୟେକ ଦିନ ପ୍ରେୟାର ପରେ ମାଆଙ୍କୁ ମୁଣ୍ଡିଆ ମାରିଲେ, ତାଙ୍କର ମାଆଙ୍କ ପ୍ରତି ବହୁତ ଭକ୍ତି ମଧ୍ୟ ବଢିଲା। ମା ବି କହିଲେ ପିଲା ଭିତରେ ବହୁତ କିଛି ପରିବର୍ତ୍ତନ ଆସିଛି। ତ ସିଏ କ'ଣ କଲେ ନା, କହିଲେ ପୁଅରେ ମୁଁ ଦୀକ୍ଷା ନେବି। ତ ଧ୍ରୁବ ଭାଇ କ'ଣ କଲେ ନା, ସଙ୍ଗେ ସଙ୍ଗେ ଦୀକ୍ଷାର ବନ୍ଦୋବସ୍ତ କଲେ। ଦୀକ୍ଷା ହେବା ଦ୍ୱାରା ସେମାନେ ଚେଷ୍ଟା କରିଥିଲେ। ସେମାନଙ୍କର ଆମର ହିନ୍ଦୁ ଧର୍ମରେ ଗୋଟେ ଅଛି, ବୁଢ଼ାବୁଢ଼ୀ ମାନେ ସମସ୍ତେ ପ୍ରାୟ ମାନେ ଯେଉଁମାନେ ତୀର୍ଥ ଯାତ୍ରା କରନ୍ତି। ତ ସେଥିରେ ତାଙ୍କୁ ଦିନେ ସୁଯୋଗ ମିଳିଲା, 1 ବର୍ଷ ପରେ ତାଙ୍କୁ ଦେଓଘର ଯିବାକୁ। ସେତେବେଳେ ଠାକୁର ଥାଆନ୍ତି, ଠାକୁରଙ୍କ ସମୟ କଥା, ଠାକୁର ଥାଆନ୍ତି। ତାଙ୍କୁ ଯାଇକି ଆମର ଜଣେ ଆଚାର୍ଯ୍ୟ ଦେବ ତାଙ୍କୁ ନେଇ ଯାଇଛନ୍ତି, ଆମର ତାଙ୍କ ନାଁ ହେଉଛି ଚତୁର୍ଭୁଜ। ସେ ନେଇକି ଯାଇଛନ୍ତି, ତାଙ୍କୁ ଠାକୁରଙ୍କ ଆଗରେ ଛିଡ଼ା କରେଇଛନ୍ତି। ଠାକୁର ସେ ଧ୍ରୁବ ଭାଇକୁ ଦେଖି କହୁଛନ୍ତି, ଚତୁର୍ଭୁଜ ଭାଇ ତାଙ୍କ ପାଖରେ ଛିଡ଼ା ହେଇଛନ୍ତି, ଆରେ ମାଲ ନେଇ ଆସନ୍ତୁ। ତ ଧ୍ରୁବ ଭାଇ କହୁଛନ୍ତି କି ମାଲ, କ'ଣ କଥା। ଠାକୁର କହୁଛନ୍ତି ମୁଁ ତ କିଛି ଆଣିନି। ବୋଧେ ଚତୁର୍ଭୁଜ ଭାଇ କିଛି ଆଣିଥିବେ, ତାଙ୍କୁ କହୁଛନ୍ତି। ତାପରେ ତାଙ୍କୁ ଆମର ଯେଉଁ ହଜରବନା ଆପଣ ଜାଣିଥିବେ, ଆମେରିକୀୟ ବୈଜ୍ଞାନିକ, ସେ ବି ତାଙ୍କୁ ଧରି କୋଣ୍ଡେଇ ପକେଇଲେ ଧ୍ରୁବ ଭାଇକି। ଧ୍ରୁବ ଭାଇ କିଛି ବୁଝିପାରୁନଥାନ୍ତି। ତାପରେ ଚତୁର୍ଭୁଜ ଭାଇ ଖାଲି ହସୁଥାନ୍ତି। ତାଙ୍କୁ କହିଲେ, ଆରେ ମାଲର ମାନେ ଯେତେବେଳେ ପଚାରିଲେ, ସେ କହିଲେ ମୋତେ ଠାକୁର କିଛି ମାସ ତଳେ ମୋତେ କହିଥିଲେ ଯା ଶିଲଂ ଯା, ମାଲଟାକୁ ନେଇ ଆସିବ। ତ ମୁଁ ଜଣେ ଭାଇକୁ ଧରି ଆସିଥିଲି। ସେତେବେଳେ ଠାକୁର ମୋତେ ଦେଖି କହିଲେ, ଆରେ ମୋ ମାଲ କାହିଁ। ତ ମୁଁ ଜାଣିପାରିଲି କି ସେ ଠିକ୍ ବ୍ୟକ୍ତି ନୁହନ୍ତି। ମୁଁ 3 ମାସ ପରେ ଆଉ ଥରେ ବ୍ୟସ୍ତ କଲି, ମୁଁ ଆପଣଙ୍କୁ ନେଇ ଆସିଲି, ଧ୍ରୁବ ଭାଇଙ୍କୁ ନେଇ ଆସିଲି। ତ ଠାକୁର ଦେଖି ଖୁସି ହେଲେ, ଏତେ ଖୁସି ହେଲେ ଯେ ତାର ଖୁସିର ଧାରଣା ନାହିଁ। ତ ସେଥିରେ ସେ ସେଥିଲାଗି କହିଦେଲେ ସଭାରେ କି ଆରେ ମାଲଟାକୁ ନେଇ ଆସିଲି। ସେ ଆପଣଙ୍କ କଥା ହିଁ କହୁଛନ୍ତି, ଆପଣଙ୍କ କଥା ନା କ'ଣ କଥା। ତାପରେ ଯେତେବେଳେ ଷ୍ଟୋରି ଜଣାଗଲା, ସେଇ ଧ୍ରୁବ ଭାଇ ମାନେ ଠାକୁରଙ୍କର ଦୟା ଦେଖନ୍ତୁ। ଠାକୁରଙ୍କର ଦୟା ନହେଲେ ଆପଣ କିଛି ବି କରିପାରିବେନି, କୌଣସିଥିରେ ସଫଳ ହେଇପାରିବେନି। କେମିତି ସେ ଧ୍ରୁବ ଭାଇ ଛୋଟ ପିଲାବେଳେ ତାଙ୍କର ଗୋଟେ ସେ ପୋଖରୀରେ ଗାଧୋଉଥିଲା ବେଳେ ସେ ତାଙ୍କର ଗୋଟେ ଦୁର୍ଘଟଣା ହେଲା, ସେ ପୋଖରୀରେ ବୁଡ଼ି ଯାଉଥିଲେ। ବୁଡ଼ିଗଲା ଅବସ୍ଥାରେ ତାଙ୍କ ମା ଚିତ୍କାର କରୁଛନ୍ତି ଘୋଡ଼ାରେ ଛିଡ଼ା ହେଇକି, କିନ୍ତୁ ତାଙ୍କୁ କେହି ସାହାଯ୍ୟ କରିବାକୁ ଯାଉନାହାନ୍ତି। ସେତିକି ବେଳେ ଜଣେ ବିଶାଳକାୟ ବ୍ୟକ୍ତି ଜଣେ ଆସୁଛନ୍ତି, ଅଜଣା ବ୍ୟକ୍ତି, ସେଠାକାର ବ୍ୟକ୍ତିତ୍ୱ ନୁହନ୍ତି। ସେ ଆସିକି ଲମ୍ବ ପ୍ରଦାନ କରିକି ସେ ଧ୍ରୁବ ଭାଇଙ୍କୁ ପାଣିରୁ ରକ୍ଷା କରୁଛନ୍ତି। ତ ତାଙ୍କର ମା ଯେତେବେଳେ ପିଲାଟା ବଞ୍ଚି ଯାଇଛି, ଛୋଟ ପିଲାଟା, ଗୋଟେ ବୋଲି ପୁଅ ତାଙ୍କର, ସେ ବଞ୍ଚିଗଲା ପରେ ସେ ମାନେ ପୁରା ଭାବବିହ୍ୱଳ ହେଇଛନ୍ତି। ତାଙ୍କୁ କିଛି ଦେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି କି ଆପଣଙ୍କୁ ମୁଁ କିଛି ନେବି, ତାଙ୍କୁ କିଛି ଅର୍ଥ ସହାୟତା ଦେବାକୁ ଚେଷ୍ଟା କରିଛନ୍ତି। ସେତିକିବେଳେ ସେ ଭାଇ କହିଛନ୍ତି
ମୁଁ ନିଜ ଇଚ୍ଛାରେ ଆସିବି, ମୋତେ ଏଠି ପ୍ରେରଣା ଦିଆଯାଇଛି କି ଏଠି ଆସିକି କାମ କରିବା। ତାପରେ କିଛି ସମୟ ପରେ ସେ ଭାଇଙ୍କର ସେଠି ଦର୍ଶନ ନଥିଲା। ତାପରେ ସେ ଯେତେବେଳେ ଏଟା ଗୋଟେ ବର୍ଷର କଥା, ସେତେବେଳେ ସିଏ ତାଙ୍କୁ ଠାକୁରଙ୍କର ଦୟା ହେବା ଦ୍ୱାରା ସିଏ ଯେଉଁ ଦବାକୁ ଚାହିଁଥିଲେ ସେଇଟା ଇଷ୍ଟବୃତ୍ତି ମାଧ୍ୟମରେ, ପ୍ରଣାମୀ ମାଧ୍ୟମରେ ସେ ତାଙ୍କଠୁ ଦୀକ୍ଷା ଦେଇକି କେତେ ବର୍ଷ ପରେ ଭାବନ୍ତୁ ସେ ତାଙ୍କଠୁ ସେଟା ନେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ତ ଠାକୁରଙ୍କର କେତେ ଅପାର ଦୟା, କେତେ କରୁଣା, ସେଇଟା ଶୁଣିକି ଦୁର୍ଗ ଭାଇ ପୁରା କାନ୍ଦି ପକେଇଛନ୍ତି, ଛଳଛଳ ହେଇଯାଇଛନ୍ତି, କ'ଣ କରିବେ। ତ ଠାକୁରଙ୍କର କେତେ ଦୟା ସେଇଟା ସେତେବେଳେ ତା ତହିଁ ପରଦିନ ସେଇ ସଭାରେ କହୁଛନ୍ତି ଠାକୁରଙ୍କ ସାମ୍ନାରେ କି ଠାକୁରଙ୍କ ଯୋଗୁଁ ମୁଁ ବଞ୍ଚିଛି, ଏ ଜୀବନ ଠାକୁରଙ୍କ ପାଇଁ, ତ ମୁଁ ମୋ ଜୀବନ ଉତ୍ସର୍ଗ କରିଦେବି ଠାକୁରଙ୍କର କାମରେ। ତ ଏଇଟା କହିକି ସେ ଯେତେବେଳେ କହୁଛନ୍ତି ଠାକୁର ଆମର ମୃତ୍ୟୁମୂର୍ତ୍ତି ବସୁଛନ୍ତି, ସେ ତ ଜାଣିଛନ୍ତି ସେ ମୁଁ ହିଁ କରିଛି, ତ ସେ କିଛି ତା ଉପରେ କିଛି ମାନେ କହୁନାହାନ୍ତି। ଏତିକି ସରିଲା ପରେ ତାଙ୍କ ମା ପ୍ରତ୍ୟେକ ବର୍ଷ ଯେମିତି ତୀର୍ଥ ଯାଆନ୍ତି, 2-3 ବର୍ଷ ତୀର୍ଥ ଗଲା ପରେ 4ର୍ଥ ବର୍ଷ ସେ ଯେତେବେଳେ ଆସିଛନ୍ତି ଠାକୁରଙ୍କ ସାମ୍ନାରେ ପ୍ରଣାମୀ, ସେ ଯେତେବେଳେ ବି ଯାଆନ୍ତି ଦେଓଘରେ ପ୍ରଣାମୀ ଦେଇକି ଯାଆନ୍ତି। ତାପରେ ପୁଣି ସେଠୁ ଫେରିଲା ବାଟରେ ପୁଣି ଠାକୁରଙ୍କୁ ଦର୍ଶନ କରିକି ଆସନ୍ତି। କିନ୍ତୁ ସେଥର ଯେତେବେଳେ 4ର୍ଥ ବର୍ଷ ସିଏ ଯାଇଛନ୍ତି ମାନେ ଆମର ପ୍ରଣାମୀ ଦେବାକୁ, ଠାକୁରଙ୍କୁ ଭେଟିବାକୁ, ଆଉ ସେଠି ପ୍ରଣାମୀ ଦେଲା ପରେ ସେ ଦେଖିଛନ୍ତି କି ଠାକୁର ହିଁ ଯେଉଁ ଆମେ ଯେଉଁ କରୁଛେ, ଯେଉଁ ତୀର୍ଥ କରୁଛେ, ତୀର୍ଥ ମାନେ ଆମର କ'ଣ, ମାନେ ଆମେ ଯେମିତି ସବୁ ଜାଗାକୁ ଯିବା, ତ ସେତେବେଳେ ଆମେ ସବୁ ଦେବାଦେବୀଙ୍କୁ ଦେଖିବା, ଦର୍ଶନ କରିବା, ଆଉ ସବୁ ଜାଗାର ମହତ୍ତ୍ୱ ଥାଏ, ସବୁ କିଛି କର୍ମର ମହତ୍ତ୍ୱ ଥାଏ, କିଛି ଲୋକଙ୍କର ମହତ୍ତ୍ୱ ଥାଏ। ସେଠି ଯାଇକି ଆମର କିଛି ପାପକୁ ବିସର୍ଜନ କରିବା, ଆମର ଯାହା କର୍ମକୁ ଆମେ ନିଜକୁ ଜୀବନକୁ ସୁଧାରିବା। ତ ସିଏ ଯେତେବେଳେ ଦେଖିଲେ ଠାକୁରଙ୍କ ମାନେ ଠାକୁରଙ୍କ ପାଖରେ ସବୁ ଦର୍ଶନ ହେଇପାରୁଛି, ତ ସିଏ କହୁଛନ୍ତି ମୁଁ କାହିଁକି ଯିବି, ଏଇଟା ହିଁ ତ ମୋର ତୀର୍ଥ, ଏଇଟା ହିଁ ସବୁ କିଛି। ତ ସେତିକି କହି ସିଏ ଆଉ ସେବେଠୁ ତୀର୍ଥ ଯାଇନାହାନ୍ତି। ପ୍ରତ୍ୟେକ ବର୍ଷ ଠାକୁରଙ୍କ ଦର୍ଶନ ପାଇଁ ଦେଓଘର ଯାଆନ୍ତି, ଆଉ ଦେଓଘର ଯାଇକି ଠାକୁରଙ୍କର ଦର୍ଶନ କରନ୍ତି। ଠାକୁରଙ୍କ ଦର୍ଶନ କରିକି ତାଙ୍କୁ ବହୁତ ସୁଖ ମିଳେ। ଆଉ ଏଇଟା ହେଉଛି ଠାକୁରଙ୍କର ଦୟା କି ଆମ ସମସ୍ତଙ୍କ ଜୀବନକୁ ସେ ପ୍ରଭାବିତ କରିପାରନ୍ତି। ସମସ୍ତଙ୍କ ପାଇଁ ଠାକୁର ଅଲଗା। ମୋ ପାଇଁ ମୁଁ ଯେଉଁ ଭାବରେ ଠାକୁରଙ୍କୁ ଡାକିବି, ଯେଉଁ ହିସାବରେ ମୁଁ ଠାକୁରଙ୍କୁ ଖୋଜିବି, ସେଇ ହିସାବରେ ଠାକୁର ମୋତେ ମିଳିବେ। ଆପଣମାନେ ବି ଯେଉଁ ହିସାବରେ ଠାକୁରଙ୍କ ପାଖରେ ପ୍ରାର୍ଥନା କରିବେ, ଯେଉଁ ହିସାବରେ ଠାକୁରଙ୍କ ଆଗରେ ଛିଡ଼ା ହେବେ, ସେଇ ହିସାବରେ ସେ ଆପଣଙ୍କୁ ଦର୍ଶନ ଦେବେ। ତ ଠାକୁରଙ୍କର ମହିମା ତ ବହୁତ ଅତୁଳନୀୟ। ଆଉ ଗୋଟେ ଷ୍ଟୋରିଟେ କହିବି, ବେଶୀ ବଡ଼ ନାହିଁ। ଆମର ଏପିଜେ ଅବଦୁଲ କଲାମ ତ ସମସ୍ତେ ଜାଣିଥିବେ। ତାଙ୍କର ଜଣେ ସାଙ୍ଗ ଥିଲେ, ଡକ୍ଟର ଥିଲେ, ଡକ୍ଟର ଭଟ୍ଟ। ସେ ଗୋଟେ ପିଲା ଦେଖନ୍ତୁ, ଗୋଟେ ପିଲା ଭିତରେ କେମିତି ସଂସ୍କାର ରହିବା ଦରକାର, ଗୋଟେ ପିଲା କେମିତି ଠାକୁରଙ୍କ ପ୍ରତି ଗୋଟେ ମାନେ ଠାକୁରଙ୍କ ପ୍ରତି ବହୁତ ଦୟାର ସହିତ, ଠାକୁରଙ୍କୁ ବହୁତ ଭକ୍ତିର ସହିତ କେମିତି ଡାକିଲେ ଠାକୁର କେମିତି ପ୍ରାଣ ମଧ୍ୟ ରକ୍ଷା କରିଦେଇ ପାରନ୍ତି। ତ ସେ ଡକ୍ଟର ହେଉଛନ୍ତି ହାର୍ଟ ସର୍ଜନ। ଗୋଟିଏ ଛୋଟିଆ ପିଲା, ତାର ହାର୍ଟରେ ଗୋଟେ କଣା ଅଛି, ତାର ସର୍ଜରୀ କରାଯିବ। ତ ସର୍ଜରୀ ପାଇଁ ସେ ଡକ୍ଟର ଯାଇଛନ୍ତି। ସର୍ଜରୀ କଲାବେଳେ ସେ ତାଙ୍କୁ କହୁଛନ୍ତି, ସେ ପିଲାଟି ସେ ଡକ୍ଟରଙ୍କୁ କହୁଛନ୍ତି, ଡକ୍ଟର କହୁଛନ୍ତି କି ମୋ ମା କହେ କି ମୋ ହୃଦୟ ଭିତରେ ଠାକୁର ଅଛନ୍ତି। ତ ତାମାନେ ମୋର ତ କିଛି ହବନି। ନାଇଁ ଆମେ ତମକୁ ମେଡିସିନ ଦେଇକି ଚିକିତ୍ସା କରିବୁ, ତମକୁ କିଛି ଜଣାଇବାକୁ ପଡିବ। ନାଇଁ ମତେ ଖାଲି ଏତିକି କୁହନ୍ତୁ, ମୋ ହୃଦୟ ଭିତରେ ଠାକୁର ଅଛନ୍ତି, ମୋର କିଛି ହବନି ତ? ତ ସେ ମନା କରୁଛନ୍ତି। ତ ଅପରେସନ ଷ୍ଟେଜରେ ଯେତେବେଳେ ଥିଏଟରରେ ବହୁତ ଡକ୍ଟର ଅପରେସନ କରୁଥିଲେ, ସେତିକି ବେଳେ ପିଲାଟାର ହାର୍ଟ ବନ୍ଦ ହେଇଯାଇଛି। ଅପରେସନ କଲାବେଳେ ତ ସେ ଡକ୍ଟର ବହୁତ କାନ୍ଦିଛନ୍ତି। ଗୋଟେ ସାଇଡ୍ ରୁମକୁ ଯାଇକି ଏକୁଟିଆ ବହୁତ କାନ୍ଦିଛନ୍ତି, ଆଉ ଠାକୁରଙ୍କୁ ପ୍ରାର୍ଥନା କରୁଛନ୍ତି କି ମୁଁ କ'ଣ କହିଦେଲି। ସେ ଛୋଟିଆ ପିଲାର ବିଶ୍ୱାସ ମୁଁ ରଖିପାରିଲି ନାହିଁ, କିନ୍ତୁ ସବୁ ତ ପରମ କି ତାଙ୍କ ଦୟା ବିନା କିଛି ହେଇପାରିବନି। କିଛି ସମୟ ପରେ ଡକ୍ଟର ଆସିଲେ, ପାଖାପାଖି 15-20 ମିନିଟ୍ ପରେ ଡକ୍ଟର ଆସିଲେ। ଆଉ ଜଣେ ଡକ୍ଟର ଆସିଲେ ସହକର୍ମୀ, ସେ କହିଲେ କି ତାଙ୍କର ପୁଣି ବ୍ଲଡ୍ ଫ୍ଲୋ ଷ୍ଟାର୍ଟ ହେଇଯାଇଛି, ତ ସେ ପୁଣି ଚିକିତ୍ସା ଷ୍ଟାର୍ଟ କଲେ, ସେ ପିଲାର ଜୀବନ ରହିବ। ମାନେ ଆପଣ ଯେତିକି ବିକଳତାର ସହିତ, ଯେତିକି ଭାବନାର ସହିତ, ଯେତିକି ସମର୍ପଣର ସହିତ ତାଙ୍କୁ ଆପଣ ଡାକିବେ, ଆପଣଙ୍କ ପାଖରେ ସେ ନିଶ୍ଚିତ ଭାବରେ ପହଞ୍ଚିବେ। ସେଥିରେ କୌଣସି ମାନେ ଅବହେଳା ନାହିଁ। ତ ଏତିକି କହିବି, ସମସ୍ତେ ଠାକୁରଙ୍କର ଯେଉଁ ଅଛି ବାଣୀ, ଯଜନ ଯାଜନ ଇଷ୍ଟବୃତ୍ତି କରିଲେ କାଟେ ମହାବିଧି। ମହାବିଧି ମାନେ ମୃତ୍ୟୁ ବି କଟିଯିବ ଯଦି ଆମେ ସଠିକ ସମୟରେ ସଠିକ ନିୟମ ମାନି ସବୁ କିଛି କରିବା। ଆଉ ଅବିନ୍ଦା ଯେଉଁ ଡାକରା ଦେଉଛନ୍ତି ସବୁ ଯୁବ ସମାଜକୁ, ଯୁବପିଢ଼ିକି, କି ଆମେ ଆଗକୁ ବଢ଼ିବା। ଆମର ଆଚରଣ, ଆମର ବ୍ୟବହାର ଏମିତି ହେବା ଦରକାର ଯେମିତି ଆଉ ଜଣେ ବ୍ୟକ୍ତି ସେଥିରେ ମନ୍ତ୍ରମୁଗ୍ଧ ହେଇକି ସେ ନିଜ ଆଡ଼ୁ ଦୀକ୍ଷା ନେବାକୁ ଆଗ୍ରହ ପ୍ରକାଶ କରିବ। ସେମିତି ନୁହଁ କି ଆମେ ତାଙ୍କୁ କହିବା, ଜବରଦସ୍ତି ବୁଝେଇବା, ସେମିତି ନାହିଁ। ଆମର ଆଚରଣ ବ୍ୟବହାର ଏମିତି ହେବା ଦରକାର, ଆମର ବାପା ମାଙ୍କ ପ୍ରତି ଏମିତି ଆଚରଣ ହେବା ଦରକାର, ଆମର
ସବୁ ପରିବାର ବର୍ଗଙ୍କ ପ୍ରତି ଆମର ସହକର୍ମୀମାନଙ୍କ ପ୍ରତି ଏମିତି ବ୍ୟବହାର ଆଚରଣ ହେବା ଦରକାର ଯେମିତି ସମସ୍ତେ ଛୁଟି ଆସିବେ ସତ୍ସଙ୍ଗକୁ ଆଉ ଏ ସତ୍ସଙ୍ଗର ଯେଉଁ ଭଗବାନଙ୍କର ଯେଉଁ ଠାକୁରଙ୍କର ଆମର ଅଛି ଗୋଟେ ଆଶା ଅଛି ମଣିଷ ତିଆରି କାରଖାନା ସେ ଗଢ଼ିଛନ୍ତି ଅନ୍ୟ କୌଣସି କାରଖାନା ନାହିଁ ମଣିଷ ତିଆରି କାରଖାନା ଠାକୁର ବି ଏଇଟା ବି କହୁଛନ୍ତି କି ଆମେ ଭଲ ଲୋକଙ୍କ ସହିତ ତ ଭଲ ବ୍ୟବହାର କରିପାରିବା ସେଟା ତ ସମସ୍ତେ କରିପାରିବେ କିନ୍ତୁ ଆମେ ଯଦି ଗୋଟେ କୁଲୋକ ସହିତ ତାକୁ ସୁବ୍ୟବହାର କରିକି ତାକୁ ଯଦି ପରିବର୍ତ୍ତନ କରିଦେଇ ପାରିବା ସେଟା ମେ ବି ସେ ଜନ୍ମରେ ସମ୍ଭବ ହେଇନପାରେ ସେ ସୁଧୁରି ନପାରେ କିନ୍ତୁ ଆମେ ଚେଷ୍ଟା କରିବା ସେଇଟା ହେଲେ ଯାଇକି ଆମେ ଠିକ ସତ୍ସଙ୍ଗୀ ଭାବେ ପରିଚିତ ହବା ଏତିକି କହିବି वंदे लोकतिलकं शातवाहनं अमरन्तस्सारणं प्रवृत्तिमपीनं प्रणतमत्तजावतिकं वन्दे जीवनं सत्पुरुषं वन्दे जीवनं सत्पुरुषं वन्दे जीवनं प्रणव ठाकुर परम पूज्य विश्वनाम शिशुमरण युवाचार्य शिशुमरण पूज्यपाल शिष्याचार्य सभी से प्रणाम इष्ट परिवार प्रतिपक्ष शिक्षण उपस्थित वरेण्य कर्मी मंडली इष्ट प्रणाम बाताश मंडली सुधीर सज्जन ठाकुर भक्त मंडली स्नेह समस्त को शुभ सत्संग अवसर में प्रतिभरा जय जब आज जो भाद्र मास उत्सव कहले तो भूल हम ना उत्सव सदृश सत्संग आज जो आयोजित होती समस्ते जाने आमर बहुलिया सत्संग केन्द्र अनुकूल जिते युव हो सारी तो सर्वाग्रे आपण समस्त सार्विक कल्याण उद्देश्य परम पिता निकट में भक्ति अर्घ निवेदन करी प्रार्थना जन सर्वे भवन्तु सुखिनो सर्वे सन्तु निरामया सर्वे भद्राणि पश्यन्तु मां कश्चित् दुःख वा भवेत् गोटे शब्दटी लगी सत्संग रे युव सत्संग भाई मैंने किसी भाई मैंने कहते जो आम जो प्रधान भाई भी कहले आज देश चाहूँ युवक मान तार कारण है आम जाने देश भविष्य तेरे सत्संग जगत ये समस्त गुरु दायित्व वर्तमान आचार्य देव युवक मान ही न्यस्त कर गत जो कन्फरेन्स गला एत कन्फरेन्स से पूज्यपाल आचार्य देव केतटा कथा कहते उर्चना बाहर जो पढ़ी तो जानी थे आम मैंने समस्त को लेकर आगे पड़े अर्थात यार भीतर किसी जन ये सत्संग जगत में बहु आगे ठाकुर विधान भल भाव में मानुंट आम कर्मी हो जाइए बहु प्रकार कथा स्कूल रे परीक्षा हुए गोटे रिजल्ट हुए आम सीरियल केमती लगू फर्स्ट पिला सेकेंड पिला थर्ड पिला रोल नंबर एमती करा पूज्यपाल आचार्य तो उल्टा करते जी ठाकुर प्रति जहाँ भाव भक्ति बहुत अच्छी पछे रख तले रख जो मैंने ठाकुर पाखु दूरे जाऊँ जो मैंने ठाकुर कथा किसी जानी ना जो मैंने पालन करू ना से सीरियल नंबर एक सीरियल सेमिति कर कहबार उद्देश्य है यह द्वारा कौन है जो मैंने ठाकुर पाखु दूरे जाऊँ मन भर गोटे आवेग आसब भाव आसब जे आम ठाकुर दया कर गुरु भाई माँ मैंने सहित सुसंपर्क रखा चाहते तब से भी पाद दीपा आगे चेष्टा यार अर्थ है पूज्यपाल आचार्य देव चाहते जे समस्ते जमी ठाकुर को आकृष्ट होती ठाकुर को भल पाई विधान को भल पाती और समस्ते शांति सुखी आनंद बसवास करते प्रयास सत्संग यही हूँ उद्देश्य पूज्यपाल आचार्य देवଙ୍କର ଏଇଟା उद्देश्य ସେଠି ଆଉ ଗୋଟେ କଥା ଆଚାର୍ଯ୍ୟ ଦେବ କହୁଛନ୍ତି ଯେ ଆମ ମାନେ କମ୍ପିଟିସନ କରିବା ଦରକାର ଇଏ ଗୋଟେ କଥାଟା କମ୍ପିଟିସନ କେମିତି ମୁଁ ତାଙ୍କ ସହିତ ସେ ତାଙ୍କ ସହିତ କମ୍ପିଟିସନ ନା ସେମିତି କମ୍ପିଟିସନ ନୁହେଁ
ମାନେ ବଢିଆ କଥା ଲେଖା ହେଇଛି। ପୂଜା ଆଚାର୍ଯ୍ୟ କହୁଛନ୍ତି ତୁମେ ନିଜେ ନିଜ ଭିତରେ କମ୍ପିଟିସନ କର, ଅର୍ଥାତ୍ ମୁଁ ଗତକାଲି କ'ଣ କରିଛି, ମୋର ଜୀବନ ଚଳଣି ଭିତରେ ସତ୍ସଙ୍ଗ ଜଗତରେ ହେଉ, କର୍ମମୟ ଜୀବନ ଭିତରେ ହେଉ, ମୁଁ କ'ଣ କ'ଣ କରିଛି, ତା ସହିତ ଆଜି ଦିନଟାକୁ ମୁଁ କମ୍ପେୟାର କରିବା ପାଇଁ ପଡ଼ିବ, କମ୍ପିଟିସନ କରିବା ପାଇଁ ପଡ଼ିବ। ଅର୍ଥାତ୍ ମୁଁ ଗତକାଲି 2ଟା ଘରକୁ ଯାଇଥିଲି, ତାଙ୍କ ପରିବାର ସହିତ ମିଶି ଠାକୁର କଥା କହି ଇତ୍ୟାଦି ଇତ୍ୟାଦି କାମ କରିଛି, ଯାହା ବି କରିଛି, ତାକୁ କମ୍ପିଟିସନ କରିବା ଦ୍ୱାରା ଆଜି ମୁଁ ଆଉ 3ଟା ଘରକୁ କେମିତି ଏ କମ୍ପିଟିସନଟା ଭାଇ ଭାଇ ଭିତରେ, ଗୁରୁ ଭାଇ ଭିତରେ, ମାମାଙ୍କ ଭିତରେ ନୁହେଁ, ମୋର ନିଜର ଭିତରେ ମୁଁ କମ୍ପିଟିସନ କରିବି। ମୁଁ ଗତକାଲି କ'ଣ କରିଛି, ଆଜି ସହିତ କମ୍ପିଟିସନ କରିବି, ଆଜି ଯାହା କରୁଛି ଆସନ୍ତା କାଲି ସହିତ ତା କମ୍ପିଟିସନ କରିବି। ଏହା କରିବା ଦ୍ୱାରା କ'ଣ ହେବ, ଆମେ ତ ନିଜେ ଉପକୃତ ହେବା, ଏହା ଦ୍ୱାରା ଆହୁରି ବହୁତ ଗୁରୁ ଭାଇ ମାମାଙ୍କୁ ମଧ୍ୟ ଆମମାନେ ବଞ୍ଚିବା ପାଇଁ ସୁଯୋଗ ଦେବା। ତେବେ ଆଜି ଯେଉଁ ଗୁରୁ ଭାଇମାନେ, ଯେଉଁ ଯୁବ ସତ୍ସଙ୍ଗୀ ମାନେ এই বিগত কেতে বছর ସେମାନେ বহু ଭାବରେ ଆପ୍ରାଣର ସହିତ ଲାଗିକରି ସତ୍ସଙ୍ଗ ଅନୁଷ୍ଠିତ କରନ୍ତି, ବହୁ ମା ଭାଇମାନଙ୍କୁ ମଧ୍ୟ ନିମନ୍ତ୍ରଣ କରିଥାନ୍ତି, ପ୍ରତ୍ୟେକ ଜାଗାରେ ମଧ୍ୟ ଏହା ହୁଏ। ଏହାରି ଭିତରେ ମୁଁ କେତେଟା କଥା କହିବା ପାଇଁ ଚାହେଁ, ବିଶେଷ କରି ଭାଇମାନଙ୍କ ପାଇଁ, ଯୁବକ ଭାଇମାନଙ୍କ ପାଇଁ, ଯେଉଁ ଜିନିଷଟା ଅନେକ ଜାଗାରେ ମଧ୍ୟ ଦେଖାଯାଏ ଯେ ମନ ଭିତରେ ଆମର ଅନେକ ସମୟରେ ଅହଙ୍କାର ଭାବ ଆସେ, ଅନେକ ଭାଇମାନଙ୍କର, ଆମର ବି ଆମେ ବୟସ ହେଲେ ବି ଆମକୁ ଟିକେ ଅହଙ୍କାର ଆସିଯାଏ। ତେବେ ଠାକୁର କହୁଛନ୍ତି ଅହଙ୍କାରଟା ଆମେ ସମସ୍ତେ ଠାକୁରଙ୍କୁ ନେଇକରି କରିବା କଥା, ଠାକୁରଙ୍କର ବିଧାନ ମାନିବାକୁ ନେଇକରି ଅହଙ୍କାର କରିବା କଥା। ଯେତେବେଳେ ଆମର ନିଗମ ଭାଇ ଜାଣିଛନ୍ତି, ଏହା ବୋଧେ ପୁରୁଣା କେହି ଜାଣିନଥିବେ, ପାଖାପାଖି 45 ବର୍ଷ ତଳର କଥା ହେଇଥିବ, ମୋର ଷ୍ଟୁଡେଣ୍ଟ ଲାଇଫ, ଆମେ ସେତେବେଳକୁ ଦୀକ୍ଷା ଦେଇ ସାରିଥିଲୁ। ସେତେବେଳେ ସ୍ୱସ୍ତି ସେବକ ବାହିନୀ ବୋଲି ଗୋଟେ ଥିଲା, ଯେଉଁ ଭାଇମାନେ ଜାଣିଥିବେ ବୋଧହୁଏ, ଜାଣିତେ ଶୁଣିଥିବେ କିନ୍ତୁ ମିଶିଥିବେ କି ନାହିଁ ମୁଁ କହିପାରିବିନି। ସ୍ୱସ୍ତି ସେବକ ବାହିନୀ, ଏହାର ମାନେ ନୁହେଁ ଯେ ଏକା ପିଲାମାନେ ମିଶୁଥିଲେ, ବୟସ୍କମାନେ ମିଶିଥିଲେ। ଏଠି ଆମେ ଶପଥ ମଧ୍ୟ ନେଇଥିଲୁ ସ୍ୱସ୍ତି ସେବକ ବାହିନୀର, ଯେ ସ୍ୱସ୍ତି ସେବକ ବାହିନୀର ଜଣେ ମୁଖ୍ୟ ଥିଲେ ଅଲ୍ ଇଣ୍ଡିଆର ଭବାନୀ ଶଙ୍କର ରାୟ ବୋଲି। ଭବାନୀ ଶଙ୍କର ରାୟ ପୂଜ୍ୟପାଦ ଠାକୁର ସେତେବେଳେ ନଥିଲେ, ପୂଜ୍ୟପାଦ ଆଚାର୍ଯ୍ୟ ଦେବଙ୍କର ଆଶୀର୍ବାଦ ନେଇକରି ସିଏ ଅଲ୍ ଇଣ୍ଡିଆ ଟୁର୍ କରିଥିଲେ, ଓଡ଼ିଶା ପରିକ୍ରମାରେ ମଧ୍ୟ ଆସିଥିଲେ। ଆମେ ସେତେବେଳେ ପିଲା ଅବସ୍ଥା ଥାଉ, ମାନେ ଯେଉଁମାନେ ସେତେବେଳେ ଥିଲେ ଦେଖିଥିବେ, ଯେତେବେଳେ ବଡ଼ ବଡ଼ ମନ୍ତ୍ରୀମାନେ ଆସନ୍ତି ତାଙ୍କୁ ଯେମିତି ଏସ୍କର୍ଟ କରି ଅଣାଯାଏ, ବହୁତ ଗାଡ଼ି ଆସେ, ବହୁ ଲୋକ ଆସନ୍ତି, ଇଏ ସେମିତି ତାଙ୍କୁ କରାଯାଇଥିଲା। କଟକରୁ ଆସିବେ ବାଲେଶ୍ୱର, କଟକରୁ ବହୁତ ଗୁଡ଼େ ଗାଡ଼ି ତାଙ୍କୁ ଏସ୍କର୍ଟ କରି ଆଣିବ, ଏଠୁ ବାଲେଶ୍ୱରକୁ ଯାଇଥିବେ, ବାଲେଶ୍ୱରକୁ ଯେତେବେଳେ ଆସିଲେ ବାରିପଦା, ଏଠୁ ଯିବେ, ସେଠୁ ଆସିବେ, ଏମିତି ଗୋଟେ ରାୟରଙ୍ଗପୁରରେ ମଧ୍ୟ ପ୍ରୋଗ୍ରାମ ହେଇଥିଲା। ଯାହା ହଉ ବହୁ ଭାବରେ ସେ ଟାଉନ ଯୋଉଟା ଏବେ ଅଛି ଆମ ମହତାବ ଭବନ, ସେଠି ବିରାଟ ସମାବେଶ ହେଇଥିଲା। ମାନେ ଉଚ୍ଛ୍ବସିତ, ତାଙ୍କୁ ଏମିତି କରାଇଲା, ଫୁଲ ବୃଷ୍ଟି କରି ଯାବତୀୟ କରି ମାନେ ଗୋଟେ ମୁସ୍କିଲ କରିଦିଆଯାଇଥିଲା। ସେ ଚାରିଆଡ଼େ ବୁଲି ସାରିକରି ଦେଓଘର ପହଞ୍ଚିଲେ, ପୂଜ୍ୟପାଦ ଆଚାର୍ଯ୍ୟ ଦେବ ପାଖକୁ ପହଞ୍ଚିଲେ, ବରଦା ବରଦାଙ୍କ ପାଖକୁ ପୂଜ୍ୟପାଦ ବରଦା ପଚାରୁଛନ୍ତି, ଆରେ কি হলো, কেমনি হলো তোমার প্রোগ্রাম? ସିଏ କହୁଛନ୍ତି ଯେ ଦାଦା ବହୁ ଭାବରେ ମତେ ମାନେ ଜୟ ଜୟକାର କଲେ, ମତେ ଏମିତି ଏଠୁ ନେଇଗଲେ, ସେଠି ଗାଡ଼ିରେ ବସେଇଲେ, ଏଠି ଫୁଲ ଫିଙ୍ଗିଲେ, ଏହା କଲେ, ସେୟା କଲେ, ମାନେ ସିଏ ବଖାଣି ନେଇଗଲେ। ପୂଜ୍ୟପାଦ ବରଦା ଶୁଣୁଛନ୍ତି, আর কি হলো, আর কি হলো, সে কই চাইছে, আর ঠাকুরের কিছু হলো না, ঠাকুর কিছু করা হলো না, চুপ দিয়ে গেলে। বলে তুই আজ থেকে আর এই আশ্রম ভিতরকে আসবি না, তোমাকে আমি পাঠিয়েছিলাম, মানে তোমাকে পঠাইছিলি এই তোমার প্রশংসা করিবা না, তোমার গুণগান করিবা, তুমি আসিলে সে তুমি এই আশ্রম ভিতরକୁ আসিব না, তোমার জীবনটা নষ্ট হয়ে ধূলিসাৎ হয়ে বিরক্ত হয়ে গেছে বলে। এবং তা পরবর্তী সময়ে আমি জানিছি যে বিরাট রোগাক্রান্ত হয়ে এবং ছিনতে গেলে। ଆଉ ଗୋଟେ କଥା କହି ପୂଜ୍ୟପାଦ ବରଦାଙ୍କ ସମୟର କଥା, ସେ ତ ଅନେକ ବହି ତାଙ୍କ ପଢିଥିବେ, ଯାହା ଯାହା ରୋଗ ବାଗ ହେଉଥିଲା ପୂଜ୍ୟପାଦ ବରଦା ଔଷଧ ସବୁ ବଦଉଥିଲେ। ଗୋଟେ ପରିବାର ସେଠି ଗୋଟେ ଅସୁବିଧା ଥିଲା, ସେ ତାର ସବୁ ସମାଧାନ ହେଇଯାଇଛି। ସେ ଧନୀ ଲୋକ ବହୁତ ଖୁସି ହେଇକି ଗୋଟେ সোনার ହାର ନେଇକରି ଯାଇଛନ୍ତି ପୂଜ୍ୟପାଦ ବରଦାଙ୍କୁ ଭେଟିଦେବେ। ପ୍ରଣାମ କରି ସାରିଲା ପରେ ସେ କହୁଛନ୍ତି ଯେ ଦାଦା ମୋର ତ ଏମିତି ଏମିତି ସବୁ ସମସ୍ୟା ଥିଲା, ସମାଧାନ ହେଇଯାଇଛି, ମୁଁ ଖୁସି ହେଇକରି ଆପଣଙ୍କ ପାଇଁ ଏଇଟା ଗୋଟେ
ନେଇକିରି ଆସ। ସେ ଏମିତି ଭାବରେ ବିରକ୍ତ ହେଲେ, বলে তুই এখানে এই দেওঘর ছেড়ে চলে যা, আমাকে দেওয়ার দরকার নেই কিছু। কইবার উদ্দেশ্য হেলা, আরে ঠাকুর দয়ার মোর ভাল হয়ে গেল, মোর এমতি সুখরে রইলি, শান্তি রইলি, এই কথাটা কইবার মোর ভাল পূজ্যপাত বড়রা কেତେବେଳେ ବି ଠାକୁରଙ୍କ ପ୍ରତି ଯୋଉମାନେ ଅବମାନଙ୍କ ବିଶ୍ୱାସ ଚଳେଇ ପାରୁନଥିଲେ, କେତେବେଳେ ବି ନୁହେଁ। ତମର କହିବାର এই ସବୁ ଯୋଉ ଉଦାହରଣ ଦେବାର ମାନେ ହେଲା, ଆମେ ଯୁବକ ଭାଇମାନେ ଭବିଷ୍ୟତ ବହୁତ ଅଛି, ସାଧନା ଜଗତ ଲମ୍ବା ପଡ଼ିଛି, ଯେତେ ବାଧା ବିଘ୍ନ ଆସୁନା କାହିଁକି, ବାଧା ବିଘ୍ନ ବହୁତ ଆସିବ, ସତ୍ସଙ୍ଗ ଜଗତରେ ବି ବାଧା ବିଘ୍ନ ବହୁତ ଆସିବ। ସେ ବାଧା ବିଘ୍ନକୁ ଅତିକ୍ରମ କରି ସେଥିରେ ଅସ୍ଥିର ନ ହେଇକି ଯେ ଆଗେଇ ଚାଲନ୍ତି, ଇଷ୍ଟ କର୍ମରେ ଲାଗି ରହନ୍ତି, ସେଇମାନେ ହିଁ ଜୀବନରେ ସୁଖ ଶାନ୍ତି ପାଆନ୍ତି। ଆଉ କୋଉଠି ଟିକେ ବାଧା ବିଘ୍ନ ଆସିଗଲେ ଯଦି ଆମେ ବସି ପଡ଼ିବା, ତାହେଲେ ସେଇ ଦିନଠାରୁ ହିଁ ଆମର ଅଧପତନ ଆରମ୍ଭ ହୋଇଯିବ। ଏବଂ ଯୋଉଦିନ ଦେଖିବ ଲୋକ ତୁମକୁ ଭୂଇ ଭୂଇ ପ୍ରଶଂସା କରୁଥିବେ, ସେଥିରେ ତୁମେ ବହୁ ଭାବରେ ଖୁସି ହେଉଥିବ, ଠାକୁର କହୁଛନ୍ତି ସେଇଦିନ ମନେ ରଖ, ସେଇଦିନ ଠାରୁ ତୁମର ଅଧପତନ ଆରମ୍ଭ ହେଲା। ତେଣୁ ଯାହା ବି ହଉ ଆମେ ଇଷ୍ଟଙ୍କର ପ୍ରତ୍ୟେକଟି ବିଧାନକୁ ଠିକ୍ ଭାବରେ ଘଣ୍ଟାଏ ଘଣ୍ଟାଏ ପାଳନ କରିବା ପାଇଁ ଚେଷ୍ଟା କରିବା। ଆଉ ଗୋଟେ କଥା ମୁଁ କହିବି, ଯୋଉ କଥା ଆମର ଇଏ କହୁଥିଲେ ସନ୍ଦେହ ସେ ମଣ୍ଡଳ ଛୁଆ କହୁଥିଲେ, ସେ କଥା ଟିକେ ପଦେ କହିକରି ଗୋଟେ ମିନିଟ୍ ଖାଲି ମୋର ବକ୍ତବ୍ୟ ସାଙ୍ଗ କରିବି। ଏ ଯେ ଠାକୁରଙ୍କ ପାଖରେ ଯୋଉ ଯେ ଯାହା ନିବେଦନ କରନ୍ତି, এটা କହିବାର ଉଦ୍ଦେଶ୍ୟ ଅଛି ଯେ ଖାଇବା ପିଇବା ଇତ୍ୟାଦି ଯାହା ନେଇକି ଯାଆନ୍ତି, ସେ ତ ଠାକୁର ଗ୍ରହଣ କରନ୍ତି, ସିଏ ଅଲଗା କଥା। ଆମମାନେ ଯେତିକି ଅର୍ଘ୍ୟ ବି ଯୋଉଠି ଦେଉଛେ, ଅର୍ଘ୍ୟ କଥା ମୁଁ କହିବି, ଏ ଖାଦ୍ୟପେୟ ଠାକୁରଙ୍କ ଭୋଗ କଥା ଅଲଗା କଥା। ଯୋଉ ଅର୍ଘ୍ୟଟା ବି ଦେଉଛି ସେଟା ବି ଭୋଗ। କୋଉଠି ମନ୍ଦିର ହଉଛି, କୋଉଠି ସତ୍ସଙ୍ଗ ହଉଛି, କୋଉଠି କଣ ହଉଛି, ଅନେକ ସମୟରେ ମନ ଭିତରେ ଗୋଟେ ଦ୍ୱନ୍ଦ୍ୱ ଆସେ ଯେ ମୁଁ ସେଇ ଭାଇକୁ ଦେଲି 500 ଟଙ୍କା, ମୋର ଅର୍ଘ୍ୟଟା ପହଞ୍ଚିଲା ତ, ମନ୍ଦିର ପାଇଁ ଦେଲି 10,000 ଟଙ୍କା, ସେ 10,000 ଟଙ୍କା ମୋର ଠିକ୍ କାମରେ ଲାଗିବ ତ, ମନ ଭିତରେ ଗୋଟେ ସନ୍ଦେହ ଆସେ। ଠାକୁର କହୁଛନ୍ତି ଯିଏ ମତେ ଯୋଉଦିନ ଯାହା ଦିଏ, ଆମେ ଧରାଯାଉ ଜଣେ ମାଗିବା ପାଇଁ ଆସିଛନ୍ତି ଯଶୀପୁର ମନ୍ଦିର ପାଇଁ, ମୁଁ 2,000 କି 5,000 ଟଙ୍କା ଦେଲି, ତାପରେ ଠାକୁର ସେଟା ପାଇଗଲେ। ଯିଏ ନେଇକରି ଯାଉଛନ୍ତି, ଧରାଯାଉ ତାହାର ଭିତରେ କିଛି ଗୋଟେ ମିସହ୍ୟାପେନିଂ ଯଦି ହେଇଯାଇଛି, ତାହେଲେ ତା ପାଇଁ ସେ ଦାୟୀ। ମୋର କହିବାର ଉଦ୍ଦେଶ୍ୟ, ଆମେ ଯୋଉ ଭାବ ଭକ୍ତି ସହ ଠାକୁର ପାଖରେ ନିବେଦନ କରି ଦେଇ ଦେଇଛେ, ସେଥିରେ ଆଉ ଆପଣମାନେ ସେଠି ଚିନ୍ତା କରିବା କଥା ନୁହଁ, ତାର କାରଣ ଠାକୁର ସେଠି ପାଇଯାଇଛନ୍ତି। ଥରେ ଜଣେ, ଆମେ ତ ଅନେକ ସମୟରେ ସେମିତି ଚାଷ କଲେ ବା ଯାହା ଯିଏ ଯାହା କରେ, ଆମେ ଠାକୁରଙ୍କ ପାଖରେ ଗୋଟେ ମାନସିକ ଦେଉ ଯେ ଠାକୁର ମୋର ଏଇଟା ହେଲେ ଏଇଆ ହେବ, ସେଇଆ ହେବ, ସେ ବହୁତ କଥା କରୁ। ଜଣେ କାକୁଡ଼ି ଚାଷ କରିଛି, ସେ କହୁଛି ଯେ ତାର ଫଳ ହେଉଛି, ଫଳ ହଉନି, ଠାକୁର ଯଦି ମୋର ଗୋଟେ ଫଳ ଏଠି ଧରେ, ତାର ପ୍ରଥମ ଫଳଟା ମୁଁ ତୋ ପାଖରେ ଭୋଗ ଲଗେଇବି, ତାପରେ ଫଳ ବହୁତ ଧରୁଛି, କିନ୍ତୁ ଦେଖୁ ଦେଖୁ ସେ ଯୋଉଟାକୁ ସେ ପ୍ରଥମ ଫଳ ଯୋଉଟା ଠାକୁରଙ୍କୁ ଦେବ ବୋଲି ସେ ଠିକ୍ ସେଟା ପୋକ ଲାଗିଯାଇଛି। ସେ କଣ କରିବ, ଯାହା କାକୁଡ଼ି ସବୁ ଭର୍ତ୍ତି କଲା, କିନ୍ତୁ ସେ ପୋକରା କାକୁଡ଼ି ତା ମନ ଭିତରେ ଆସେ, ଠାକୁରଙ୍କୁ ତ ଦେଇଥିଲି ତଥାପି ନେଇଯାଇଥାଏ। ସେ ତାର ଝଙ୍କାର ତଳେ ରଖିଛି, ଆଉ ଭଲ ବଢ଼ିଆ ବଢ଼ିଆ କାକୁଡ଼ି ଉପରେ ରଖିଛି, ନେଇକି ଠାକୁର ମାନେ ଗଲା ପରେ ସେ ବହୁତ ଖୁସି, ହାତ ଭର୍ତ୍ତି କରିକି ସେ ଘାଟୁଛନ୍ତି। ଇଏ ଚିନ୍ତା କରୁଛି ଘାଟିବା ବଢ଼ିଆ ବଢ଼ିଆ କାକୁଡ଼ି ଉପରେ ଅଛି, ତା ମନ ଭିତରେ ସେ ଆସିଗଲା, ସନ୍ଦେହ ଆସିଗଲା ଯେ ମୁଁ ଯୋଉଟା ଭୋଗ ଦେଇଥିଲି ବୋଧେ ଠାକୁର କାଢୁଛନ୍ତି। ସେ ପଚାରୁଛନ୍ତି, ଆରେ ଯୋଉଟା ମତେ ଭୋଗ ଲଗେଇଥିଲି ସେ କାକୁଡ଼ିଟା ଗଲା କୁଆଡ଼େ? କାଢି କାଢି ଦେଖିଲା ବେଳକୁ ସେ କାଢିକି ସେ ପୋକ ଲାଗିଯାଇଛି। ଠାକୁର ଏଟା ପୋକ ଲାଗିଯାଇଛି ତ, ଆଉ ମୁଁ ସେଇଟା ପାଇସାରିଛି, ଭୋଗ ମୋର ହେଇଯାଇଛି, ଭୋଗ ଲାଗିଯାଇଛି। ତେଣୁ ସେ ଭାବ ଠାକୁର, ଆମେ ଯୋଉଟା ଦେବା ଭାବ ଭକ୍ତି ସହ ନିଃସନ୍ଦେହରେ ଏ ଅର୍ଘ୍ୟ କଥା ଯୋଉଟା ନିଃସନ୍ଦେହରେ ଆମେ ଯୋଉଟା ଦେବା ଠାକୁର ପାଇଯାଉଛନ୍ତି, ସେ ତା ମନ ଭିତରେ ଦ୍ୱନ୍ଦ୍ୱ ରଖିବା କଥା ନୁହେଁ। ଯାହା ବି ହଉ ସମୟ ଅତିକ୍ରାନ୍ତ ହେଇଯାଇଛି। ଆପଣମାନେ ସମସ୍ତେ ବହୁ ସଂଖ୍ୟାରେ ଆସି ଯେ ଏଠି ଉପସ୍ଥିତ ହୋଇଛନ୍ତି, ସେଥିପାଇଁ এই ଯୁବ ସତ୍ସଙ୍ଗୀ ମାନଙ୍କ ତରଫରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ଅର୍ପଣ କରିବି। ଆମମାନଙ୍କ ପ୍ରତି ସମସ୍ତଙ୍କର ଏମିତି ଉପସ୍ଥିତି, ଆଉ କିଛି ହେଉ ବା ନ ହଉ, ଉପସ୍ଥିତି ଆମମାନେ ସବୁବେଳେ କାମନା କରୁ ଏବଂ ଶେଷରେ ସମସ୍ତଙ୍କୁ ନିବେଦନ କରିବି, ଭଣ୍ଡାରର ବ୍ୟବସ୍ଥା ହେଇଛି, ଭଣ୍ଡାରରେ ଶାନ୍ତି ଶୃଙ୍ଖଳାର ସହ ଆପଣମାନେ ପ୍ରସାଦ ସେବନ କରି ଯିବେ। ପ୍ରସାଦ ନ ପାଇକି କେହି କେତେବେଳେ ଯିବେ ନାହିଁ, ସେଥିରେ ନିଶ୍ଚିତ ଭାବରେ ଆମେ ଦୁଃଖ ଭୋଗ କରିବୁ, ଦୁଃଖିତ ହବୁ। ତେଣୁ ସମସ୍ତଙ୍କୁ ନିବେଦନ କରିବି ଶୃଙ୍ଖଳାର ସହ ପ୍ରସାଦ ସେବନ କରି ଯିବେ। ବର୍ତ୍ତମାନ ଜୟ ରାଧେ କୀର୍ତ୍ତନ କରି ସତ୍ସଙ୍ଗ ସମାପ୍ତ କରିବୁ। জয় রাধে রাধে কৃষ্ণ কৃষ্ণ গোবিন্দ গোবিন্দ
ଗୋବିନ୍ଦ